ବ୍ରହ୍ମପୁର ଅନ୍ଧପସରା ରୋଡ୍ ସ୍ଥିତ ଅସ୍ଥାୟୀ ବାଣବଜାର ଏବଂ ବ୍ରହ୍ମପୁର ଉପକଣ୍ଠ ଲାଠି ସ୍ଥିତ ବାଣବଜାରରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଗୋଟିଏ ଦିନ ପରେ ଆଲୋକର ପର୍ବ ଦୀପାବଳି। ପାଗର ଅନୁକୂଳ ପରିସ୍ଥିତି ଥିବାରୁ ଲୋକେ ବାଣ କିଣିବା ପାଇଁ ଆଗ୍ରହ ସହକାରେ ବାଣ କିଣୁଥିବା ଦେଖିବାକୁ ମିଳିଥିଲା। ସରକାରଙ୍କ ନିୟମ ଅନୁସାରେ ସବୁଜ ବାଣ ସହ ଶବ୍ଦବିହୀନ ବାଣ ଏବଂ ନାମୀ କମ୍ପାନୀର ବାଣ ବଜାରରେ ବିକ୍ରି ଚାଲିଛି। ନିଆଁକୁ ଆୟତ୍ତ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ପାଣି, ବାଲି ଓ ଅଗ୍ନି ନିର୍ବାପକ ଯନ୍ତ୍ର ମଧ୍ୟ ପ୍ରତ୍ୟେକ ଦୋକାନ ଆଗରେ ଦେଖିବାକୁ ମିଳିଥିଲା। ଆଲୋକର ପର୍ବ ଦୀପାବଳିକୁ ଧନଜୀବନ ନଷ୍ଟ ନକରି ସବୁଜ ବାଣ ଫୁଟାଇ ଆନନ୍ଦର ସହ ଏହି ପର୍ବକୁ ପାଳିବା ପାଇଁ ଦୋକାନୀମାନେ ଅନୁରୋଧ କରିଥିଲେ। ବ୍ୟୁରୋ ରିପୋର୍ଟ, ଓମ୍ ଟିଭି ଓଡ଼ିଶା। ମୋ ନାଁ ହେଉଛି ସୁରେଶ ବେହେରା। ପୁଣା ଆମ୍ବ ମାର୍କେଟ ପାଖରେ ବାଣ ମାର୍କେଟ ଥିଲା। ଏ ପେଟ୍ରୋଲ ପମ୍ପ ଇନ ଟାଉନ ବଢ଼ିଗଲା, ସେ ଯୋଗୁଁରୁ 4-5 ବର୍ଷ ହେଲା ବନ୍ଦ ହେଇଗଲା। ଏଇଟା ନୂଆରେ ଖୋଲା ହେଲା ଏ ବର୍ଷ, ନହେଲେ ଲାଠିରେ ଆମେ ଖୋଲୁଥିଲୁ। ଏ ବର୍ଷ ଏଠି ଜାଗା ଆମେ ସିଲେକ୍ସନ୍ କଲୁ ଯେ ଟାଉନ ବାହାରେ ରହୁଛି, କାଉ ଲିଙ୍କ ନାହିଁ, ସେ ଯୋଗୁଁରୁ ଏଠି ଆମେ ଜାଗାଟାକୁ ସିଲେକ୍ସନ୍ କରିକିରି ଗଭର୍ଣ୍ଣମେଣ୍ଟ ଗାଇଡ଼ ଅନୁସାରେ ଗଭର୍ଣ୍ଣମେଣ୍ଟରୁ ପରମିସନ୍ ନେଇକିରି ଏଠି ମାର୍କେଟ କରାଗଲା। ମାର୍କେଟ ବୋଲେ ତ ଦେଖନ୍ତୁ 18ଟା କାଉଣ୍ଟର ଆପ୍ଲାଏ କରାଯାଇଥିଲା, ଯେହେତୁ ଟିକେ ଜାଗା କଞ୍ଜେଷ୍ଟେଡ୍ ହେଇପାରେ ବୋଲିକିରି ଆମେ 3ଟା କମେଇ ଦେଲୁ, 15ଟା କାଉଣ୍ଟର କରାଯାଇଛି ମାର୍କେଟରେ। ଏଥର ମାର୍କେଟ ଥିଲା ଗୋଟେ ହିସାବରେ, ଏବେ ବି ଭଲ ରହିବ ବୋଲି ଆଶା କରୁଛୁ। କାହିଁକି ହେଲେ ଆଜି ମେଘ ପାଗ ଥିଲା, ଆଗେ ବି ଥିଲା, ଏବେ ଆଗକୁ ଆଉ 2 ଦିନ ବେପାର ହେବ ବୋଲି ଆଶା କରୁଛୁ। ଆଉ ନାଇଁ ନା, ଦୀପାବଳି ଆଉ 2 ଦିନ ରହିଲା। ହଁ, ଗଭର୍ଣ୍ଣମେଣ୍ଟର ଗାଇଡ଼ ଅନୁସାରେ ସବୁ କିଛି ଆମେ ପାଳନ କରୁଛୁ, ଡିଷ୍ଟାନ୍ସ ମେଣ୍ଟେନ୍ କରୁଛୁ। ଫାୟାର ଅଫିସର ଅନୁମତି ଜିନିକି ତାଙ୍କର ଗାଇଡ଼ ଅନୁସାରେ ପାଣି ରଖାହେଇଛି, ବାଲି ରଖାହେଇଛି, ସ୍ପ୍ରେ ରଖାହେଇଛି, ସବୁ କିଛି ରଖାହେଇଛି। ଡିଷ୍ଟାନ୍ସ ଦୋକାନ ବି ଡିଷ୍ଟାନ୍ସ ରଖାହେଇଛି। ହେଲେ ବି କିଏ ଗୋଟେ ଆମର ଫେକ୍ କରିକିରି ଗୋଟେ ଫଟୋ କାଢ଼ିକିରି ମିଡ଼ିଆ ଗ୍ରୁପରେ ଛାଡ଼ିକିରି ଏସବୁ ଆମକୁ ଟିକେ ଅସୁବିଧା କରିବା ପାଇଁ କେତେଜଣ ଏସବୁ କଲେ। ଯେହେତୁ ଆମର ସବୁ ସାର୍ମାନେ ଆଇକିରି ଚେକ୍ କଲେ, କ୍ଲିୟର ହେଲା, ତାପରେ ଯାଇ ଅନୁମତି ଦେଲେ ଦୋକାନ ଖୋଲିବାକୁ, ଆମେ ଖୋଲିଲୁ। ଦର ବୋଲେ ତ ଆଜ୍ଞା ଦେଖନ୍ତୁ, ଏବେ ଆମେ ଡାଇରେକ୍ଟ ମାଲ ଆଣୁଛୁ। ଏଇଠି ପାଖାପାଖି କିଣିଥିଲେ ରେଟ୍ ଟିକେ ଉଞ୍ଚା ହେଇଥାନ୍ତା, ଆମେ ଡାଇରେକ୍ଟ ଶିବକାଶୀରୁ ଆଣୁଛୁ। ଆହୁରି ଆମକୁ କ'ଣ ସମୟ ଟିକେ ଅଧିକ ମିଳିଥିଲେ ଭଲ ହେଇଥାନ୍ତା, ଟିକେ କମ୍ ରେଟ୍ରେ ଆଣିଥାନ୍ତୁ। କାହିଁକି ବୋଲେ ପାଖାପାଖିରେ କିଣିଲାରୁ ଆମକୁ ଟିକେ ରେଟ୍ ବି ପଡ଼ିଯାଉଛି, ତାକୁ ଧରିକିରି ଆମେ ବି ଭଲ ରେଟ୍ ବିକୁଛୁ, ସିନି କିଛି ଅଧିକ ବିକା ହେଉନି ରେଟ୍। ଜଣାଇବାକୁ ଚାହୁଁଛୁ ଯେ ଆଉ 2 ଦିନ ରହିଲା, ମାର୍କେଟ ଆସନ୍ତୁ, ସୁବିଧା ଅଛି, ସବୁ ରେଟ୍, ସବୁ ବିଭିନ୍ନ ପ୍ରକାର ବାଣ ବିକା ହେଉଛି, ଗ୍ରୀନ୍ କାକର୍ସ ଗାଇଡ଼ ଅନୁସାରେ ବିକା ହେଉଛି। ମୋ ନାଁ ଜଗନ୍ନାଥ କୁମାର ସାମନ୍ତରାୟ। କୋଉଠି ଆପଣଙ୍କର ବାଣ ଦୋକାନ କରୁଛନ୍ତି? ଆମର ଲାଠି, ବର୍ତ୍ତମାନ ଯେଉଁଟା ଆପଣ ଅଛନ୍ତି ଲାଠିରେ, ସରସ୍ୱତୀ ନଗର। କ'ଣ ଦେଖନ୍ତୁ, ଆପଣ ତ ଡିସପ୍ଲେ ଦେଖୁଛନ୍ତି, ସାମାନ ଭର୍ତ୍ତି ହେଇଛି, ବେପାର ଏବେ ଯାଏଁ କିଛି ନାହିଁ। ଭଗବାନର ଆଶୀର୍ବାଦ ହେଲା ବୋଲେ ବେପାର ଉପରେ ଆମେ ଆଗକୁ ବଢ଼ିବୁ, ବୁଝିଲେ। ଆଉ ଯେଉଁଟା ହେଉଛି ହଉ, କାଲି କେମିତି ଗହଳି ହଉ, ଆମେ ଟିକେ ଜଗନ୍ନାଥ କୁମାର କୃପା। ଯେତିକି ଆପଣ ସରକାରଙ୍କର ଯେଉଁଟା ଗାଇଡ଼ଲାଇନ୍ ଅଛି, ସବୁ ଗ୍ରୀନ୍ କ୍ରାକର୍ସ, ୱିଥାଉଟ୍ ଗ୍ରୀନ୍ କ୍ରାକର୍ସ ଆମ ଭିତରେ କୋଉଟା ବାହାରିବନି, ସବୁ ଯା ଗ୍ରୀନ୍ କ୍ରାକର୍ସ। ସବୁ ଅଛି, ଆଗରେ ଅଛି, ସିଲିଣ୍ଡର ଅଛି, ବାଲ୍ଟି ଅଛି, ପାଣି ବାଲ୍ଟି ଅଛି, ବାଲି ବାଲ୍ଟି ଅଛି, ଯାହା ସୁବିଧା ଗଭର୍ଣ୍ଣମେଣ୍ଟର ଗାଇଡ଼ଲାଇନ୍ ଉପରେ ଆମେ ସବୁ ଜିନିଷ ଡିସପ୍ଲେ କରାଯାଇଛି। ବର୍ତ୍ତମାନ ଯେ ବେପାର କ୍ଲିକ୍ ହେଇନି, ଏବେ ଆଗାମୀରେ କ'ଣ ହେବ ମୁଁ କହିପାରିବିନି। ଦର କେମିତି ରହିଛି? ଦର ଗତ ବର୍ଷ ଯେଉଁ ଦର ଥିଲା, ଏବେ ବି ସେମ୍ ଦର। ଆଗା ଦରର କିଛି ଡିଫରେନ୍ସ ନାହିଁ, ଦର ପୁରା ଇକ୍ୱାଲ୍। ଜନସାଧାରଣ କହୁଛି, ଆପଣ ଏ ଭିଡ଼ିଓ ଦେଖନ୍ତୁ, ଲାଠି ଆସନ୍ତୁ, ସରସ୍ୱତୀ ନଗର କାଉଣ୍ଟରକୁ ଆସନ୍ତୁ, ବାଣ ନିଅନ୍ତୁ, ହୋଲସେଲ୍ ଦରରେ ପାଇବେ। ଏତିକି ଗ୍ରାହକମାନଙ୍କୁ ମୋର ବିଶେଷ ଅନୁରୋଧ, ଧନ ଜୀବନ ନଷ୍ଟ ନ କରନ୍ତୁ, ଆଉ ସବୁଜ ବାଣ ଫୁଟାନ୍ତୁ। ଏତିକିରେ ମୁଁ କହି ଭାଇ ରହିଲି, ଆପଣଙ୍କୁ ଧନ୍ୟବାଦ। ଆମର ଓଡ଼ିଶାବାସୀଙ୍କୁ ଆଉ ଖାସ୍ କରି ଆମର ଗଞ୍ଜାମବାସୀଙ୍କୁ ହ୍ୟାପି ଦିୱାଲି।